ଆରମ୍ଭ ହେଲା ସିଏମ୍ କିଷାନ ଯୋଜନା। 46 ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀକୁ ମିଳିବ 925 କୋଟି ଟଙ୍କାର ସହାୟତା। ନୂତନ ସରକାର ଆସିବା ପରେ ସୁଭଦ୍ରା ଯୋଜନା ପରେ ଏବେ ଆରମ୍ଭ ହେଲା ସିଏମ୍ କିଷାନ ଯୋଜନା। ରାଜ୍ୟରେ 46 ଲକ୍ଷ କ୍ଷୁଦ୍ର ନାମମାତ୍ର ଚାଷୀ ଉପକୃତ ହେବେ ଏବଂ 45,57,733 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଠି ଉପକୃତ ହେବେ ଏବଂ 39,303 ଭୂମିହୀନ କୃଷି ପରିବାର ମଧ୍ୟ ଏଥିରେ ଉପକୃତ ହେବ। ପବିତ୍ର ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରଠାରେ ସିଏମ୍ କିଷାନ ସହାୟତା ଯୋଜନା ଶୁଭାରମ୍ଭ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ପିଏମ୍ କିଷାନ ଯୋଜନା ସ୍ୱତନ୍ତ୍ର ଅଭିଯାନ ଓ ସିଏମ୍ କିଷାନ ପୋର୍ଟାଲରେ କୃଷିଙ୍କ ସହାୟତା କରିବା ପାଇଁ ଓ କୃଷିଙ୍କ ଉନ୍ନତି ପାଇଁ ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତି କରିବା ପାଇଁ ମୂଳ ଲକ୍ଷ୍ୟ ରହିଛି ବୋଲି ରାଜ୍ୟ ସରକାରଙ୍କ କହିଛନ୍ତି ଏବଂ ଚାଷୀ କୂଳର ହିତ ପାଇଁ ଆମ ସରକାରଙ୍କ ସମର୍ପିତ ସିଏମ୍ କିଷାନ ଯୋଜନା ହସ୍ତାନ୍ତର ହୋଇଥିବା ସହିତ ରାଶି ଚାଷୀମାନଙ୍କ ଅତ୍ୟାବଶ୍ୟକ କୃଷି ସାମଗ୍ରୀ ଯନ୍ତ୍ର ସହିତ ସାର କୀଟନାଶକ ଔଷଧ ଆଦି ଆଣିବାରେ ସହାୟତା ହେବ ବୋଲି ଯାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଯାହା ଜାଣିବେ ତ ସବୁଠୁ ଲାଟେଷ୍ଟ ନ୍ୟୁଜ୍ ସିଏମ୍ କିଷାନ ଯୋଜନା ଆରମ୍ଭ ହେଲାଣି ଏବଂ ସୁଭଦ୍ରା ଯୋଜନା ମଧ୍ୟ ଫର୍ମ ପକା ଚାଲିଛି। ଯଦି ଆପଣ ଏଭଳି ଲାଟେଷ୍ଟ ନ୍ୟୁଜ୍ ଜାଣିବା ପାଇଁ ଚାହୁଁଛନ୍ତି ଆମ SM8906 ୟୁଟ୍ୟୁବ୍ ଚ୍ୟାନେଲ୍ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ।